ଜୟ ଜଗନ୍ନାଥ ସାଙ୍ଗମାନେ, ଆଶା କରୁଛି ମାନେ ବହୁତ ଭଲରେ ଥିବ। ମୁଁ ବି ଭଲରେ ଅଛି। ଦେଖ ତ ପୁରା ରାତିରେ ପୁରା ବର୍ଷା ହେଇକି ପୁରା ବିଜୁଳି ଘଡ଼ଘଡ଼ି ମାରିକି ପୁରା ମାନେ ଗଛ କେତେ ସୁନ୍ଦର ଦେଖାଯାଉଛି କି ବର୍ଷାରେ। କେତେ ବାରିଘରେ କେତେ ପାଣି ହେଇଯାଇଛି। ମୋ ବୋଉ ଏଠି କଣ ଛଚିନ୍ଦ୍ରା ଭାଡ଼ି କରିଛି ତଳେ। ଦେଖ ଆମ ବାଇରେ କେହି ଯା ଅଳିଆ ମଳିଆ ହେଇକିରି ଗାଡ଼ି ଗୁରା ସବୁ କେମିତି ପଡ଼ିଛି ବାଇରେ। କେତେ ତିନି ଚାରିଟା ଗାଡ଼ି ସବୁ ବାଇରେ କେମିତି ଅଳିଆ ମଳିଆ ହେଇ ସବୁ ପଡ଼ିଛି। ଗରିଆ ଗରି ହେଇକି ବାଉଁଶ ବୁଦା ତଳେ। ମାନିବାକୁ ପଡ଼ିବ, ସେ ଗୋଟେ କକା ଘର ଗାଡ଼ି ସବୁ ଯାକ ଏମିତି ପଡ଼ିଛି ସବୁ ନଷ୍ଟ ହେଇକି। ସେ ଗାଡ଼ି ଘୋରଉନାହାନ୍ତି। ଆମ ଗାଁଟା ସେପାଟେ ସବୁ ଆମ ଗାଁ। ଆଉ ଆମର ତ ଘର ନାହିଁ, ଆମର ଏଇ ଚାଳ ଘର। ମୁଁ ଏଇ ଘରେ ରୁହେ। ଏଇ ଚାଳ ଘରେ ମୁଁ ରୁହେ। ବର୍ଷା ହେଉଛି କ'ଣ କରିବି। ଘର ଭିତରେ ପାଣି ସବୁ ପଶିଯାଇଛି। ଆଉ ଦେଖିଆ ଏପାଡେ ସବୁ ଆମ ଦାଦାଙ୍କ ଘର, ବଡ଼ବାପାଙ୍କ ଘର, ସମସ୍ତଙ୍କ ଘର ଏପାଡ ଲାଇନ ସବୁ। ଆମ ଛକଟା ସେ ଆଗରେ। ସେ ଗୋଟେ ଗାଡ଼ି ଥୁଆ ହେଇଛି। ଏପଟେ ଆମ ଛକ। ଏଇଠି ଦାଦା ଆମ ଘର ତୋଳା ହଉଛି। ବର୍ଷା ପବନ ହଉଥିଲା ଆଜି ସକାଳୁ ସକାଳୁ। ଗଛ ପତ୍ର ବି ଗୋଟେ ହଲୁନି। କିନ୍ତୁ ଭୋରୁ ଭୋରୁ ଏତେ ଜୋରେ ବର୍ଷା ହେଉଥିଲା, ପବନ ହେଉଥିଲା। ଗଛ ଗୁରା ସବୁ ଯାକ ହଲୁଥିଲା। ଏବେ ଟୋଟାଲ ମାନେ କିଛି ନାହିଁ। ପୁରା ନୀରବତା, ପୁରା ପତ୍ର ବି ସେଗୁରା ହଲୁନି। ଦେଖିପାରୁଥିବେ ସକାଳୁ ସକାଳୁ। ସଜନା ଛୁଇଁ କେଡ଼େ କେଡ଼େ ଲମ୍ବା ହେଇଛି। ଟିଙ୍ଗ ଟିଣି ଟିଙ୍ଗ ଟିଣି ସଜନା ଛୁଇଁ ସଜନା ଛୁଇଁ। ସେ ଗଛରେ ଆମ୍ବ ହେଇଛି। ଆମ୍ବ 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 କିଏ ଖାଇବ? ଭଣ୍ଡା କିଏ ଖାଇବ ଆସ। ଆମ୍ବ କିଏ ଖାଇବ ଆସ। ସେ ଗଛରେ ପଣସ ଫଳିଛି। ଦେଖ ପଣସ ଫଳିଛି। ଏ ଘରେ ମୁଁ କେତେ ରହୁଥିଲି। ଘରଟା ପୁରା ଭାଙ୍ଗିଗଲା। ନଷ୍ଟ ହେଇଗଲା ଏଇ ଘରଟା। ରଖୁଛି ସାଙ୍ଗମାନେ, ଜୟ ଜଗନ୍ନାଥ।